ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ପ୍ରଥମ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଗ୍ରାମର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଭୁବନ। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଗ୍ରାମର ନାମ ହେଉଛି ଭୁବନ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ସହରର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଭୁବନେଶ୍ୱର। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ସହରର ନାମ ହେଉଛି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ପର୍ବତର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଦେଓମାଲି। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ପର୍ବତର ନାମ ହେଉଛି ଦେଓମାଲି। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ହ୍ରଦର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଚିଲିକା ହ୍ରଦ। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ହ୍ରଦର ନାମ ହେଉଛି ଚିଲିକା ହ୍ରଦ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ରେଲୱେ ଷ୍ଟେସନର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ସମ୍ବଲପୁର ଜଙ୍କସନ୍। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ରେଲୱେ ଷ୍ଟେସନର ନାମ ହେଉଛି ସମ୍ବଲପୁର ଜଙ୍କସନ୍। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ନଦୀର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ମହାନଦୀ। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ନଦୀର ନାମ ହେଉଛି ମହାନଦୀ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ମନ୍ଦିରର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଲିଙ୍ଗରାଜ ମନ୍ଦିର। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ମନ୍ଦିରର ନାମ ହେଉଛି ଲିଙ୍ଗରାଜ ମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ବନ୍ଧର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ହୀରାକୁଦ ବନ୍ଧ। ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ବନ୍ଧର ନାମ ହେଉଛି ହୀରାକୁଦ ବନ୍ଧ। ପରବର୍ତ୍ତୀ ପ୍ରଶ୍ନ, ଲୋକସଂଖ୍ୟା ହିସାବରେ ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଜିଲ୍ଲାର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଗଞ୍ଜାମ। ଲୋକସଂଖ୍ୟା ହିସାବରେ ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଜିଲ୍ଲାର ନାମ ହେଉଛି ଗଞ୍ଜାମ। ଶେଷ ପ୍ରଶ୍ନ, ଆୟତନ ହିସାବରେ ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଜିଲ୍ଲାର ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ମୟୂରଭଞ୍ଜ। ଆୟତନ ହିସାବରେ ବର୍ତ୍ତମାନ ଓଡ଼ିଶାର ବୃହତ୍ତମ ଜିଲ୍ଲାର ନାମ ହେଉଛି ମୟୂରଭଞ୍ଜ।